ଧାମନଗର ଅଞ୍ଚଳରେ ଚାଞ୍ଚଲ୍ୟ ଶଶୁର ଘର ପାଇଖାନାରୁ ବୋହୂର ମୃତଦେହ ଉଦ୍ଧାର ହତ୍ୟା ଅଭିଯୋଗ ଆଣିଲେ ବାପା ଘର ଲୋକେ। ତେବେ ଧାମନଗର ଥାନା ଅଧୀନ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବ୍ଲକ ଓ ଗୁହାଳିଆ ଗ୍ରାମରେ ଆଜି ଏକ ଅତ୍ୟନ୍ତ ସନ୍ଦେହଜନକ ଘଟଣା ଘଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶଶୁର ଘରର ପାଇଖାନା ଘରୁ ବୋହୂଙ୍କ ମୃତଦେହ ଉଦ୍ଧାର ହେବା ପରେ ଘଟଣାକୁ ନେଇ ଆସିଛି ନୂଆ ମୋଡ଼। ପାଇଖାନା ଘରୁ ତାଙ୍କ ମୃତଦେହ ମିଳିବା ପରେ ପରିବାର ଲୋକେ ଏବଂ ଗ୍ରାମବାସୀ ଆଶ୍ଚର୍ଯ୍ୟଚକିତ ହୋଇଥିଲେ। ତୁରନ୍ତ ଘଟଣା ସମ୍ପର୍କରେ ଧାମନଗର ଥାନାକୁ ଖବର ଦିଆଯାଇଥିଲା। ଖବର ପାଇ ଧାମନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ମୃତକଙ୍କ ବାପଘର ଲୋକେ ଏହାକୁ ସାଧାରଣ ମୃତ୍ୟୁ ନୁହେଁ ବୋଲି ଦାବି କରି ଶଶୁର ଘର ଲୋକଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଆଣି ଧାମନଗର ଥାନା ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଏ ଘଟଣାକୁ ନେଇ ଗୁହାଳିଆ ଗ୍ରାମ ସହିତ ସମଗ୍ର ଧାମନଗର ଅଞ୍ଚଳରେ ଗଭୀର ଆଲୋଚନା ଚାଲିଥିବା ବେଳେ ଦୋଷୀଙ୍କୁ କଡ଼ା ଶାସ୍ତି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଧାମନଗର ଶିଶିର କୁମାର ସ୍ୱାଇଁଙ୍କ ରିପୋର୍ଟ, ପଲିଟିକାଲ ଖତି ଓଡ଼ିଶା। PRGI ସ୍ୱୀକୃତିପ୍ରାପ୍ତ ଓଡ଼ିଆ ଖବରକାଗଜ ଖବର ପଛର ଖବର ଏବଂ ଆମ ଡିଜିଟାଲ ପ୍ଲାଟଫର୍ମ ସୃଷ୍ଟି ନ୍ୟୁଜ ଓ ପଲିଟିକାଲ ଖଟି ପାଇଁ ଓଡ଼ିଶାର ସମସ୍ତ ଜିଲ୍ଲା, ବ୍ଲକ, ମହାନଗର ନିଗମ, ମ୍ୟୁନିସିପାଲିଟି ଓ NAC ଅଞ୍ଚଳରେ ସାମ୍ବାଦିକ ଆବଶ୍ୟକ।